নমস্কার দর্শক বন্ধু, শুভ সকাল। আজ হচ্ছে 21 অক্টোবর মঙ্গলবার। আজ রয়েছে দেশ বিদেশ রাজ্যের 20টি গুরুত্বপূর্ণ খবর। খবরটি শেষ পর্যন্ত দেখুন, যাফলে কম সময় ভিতরে আপনার 20টি খবর পাইপারে। প্রথম খবর, যাকি এবে কার্তিক মাসে শীত পড়িলানি। তেবে ওড়িশার কিছু কিছু স্থানের এবে শীত মধ্য পড়িলানি, যাফলে কার্তিক মাস চালিছি। রাজ্যের কমিছে বর্ষার প্রকোপ। আগকু মধ্য লঘুচাপ প্রভাবে বর্ষা হেবার সম্ভাবনা রয়েছে। তথাপি অনেক স্থাନରେ পাগ শুখিলা রয়েছে। এর ভিতরে সুন্দরগড় জেলার মধ্যে প্রবল অনুভূত হয়েছে কুহুড়ি সাঙ্গকু শীত। কুহুড়ি এতে মাত্রার হয়েছে যে 100 মিটার দূর পর্যন্ত মধ্যে দেখা যাও নাই। ওড়িশার কিছু কিছু জেলার মধ্যে শীত কাকর পড়িলানি। লোকমানে রাস্তায় গাড়ি চলাই যা আসিবা করুচন্তি। লোকমানে হালুকা শীতর মজা নেবা সহিত শীত বস্ত্র পিন্ধিবা মধ্য আরম্ভ কলেনি। তেণু ଏବେ ଚଳିତ ବର୍ଷ ଭଲ ବର୍ଷା ହୋଇଥିବାରୁ ପାରଦ ଖସିବ ବୋଲି ଆଶା କରିଛନ୍ତି ସ୍ଥାନୀୟ ଲୋକେ। ଖବର ହଉଛି ନୂଆପଡ଼ା ଉପନିର୍ବାଚନ, ଭାଜପା ବିରୋଧରେ ବଡ଼ ଅଭିଯୋଗ ଆଣିଲା ବିଜେଡି। ନୂଆପଡ଼ା ଉପନିର୍ବାଚନରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳ ବା ବିଜେଡି ମଙ୍ଗଳବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଭାଜପା ପ୍ରାର୍ଥୀ ଜୟ ଢୋଲକିଆ ଏକ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ବିରୋଧରେ ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ ସିଓ ନିକଟରେ ଲିଖିତ ଅଭିଯୋଗ କରିଛି। ବିଜେଡି ନେତା ଲେଲିନ ମହାନ୍ତି କହିଛନ୍ତି ଯେ ମନ୍ତ୍ରୀ ଗଣ୍ଡ ମନ୍ତ୍ରୀ ଗଣ୍ଡ ଅକ୍ଟୋବର 20 ତାରିଖରେ ନୂଆପଡ଼ାରେ ଏକ ଶିକ୍ଷାନୁଷ୍ଠାନରେ ଗଣ୍ଡ ସମାଜ ବ୍ୟାନରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ରାଜନୈତିକ ପ୍ରତିଶ୍ରୁତି ଦେବା ସହିତ ଜୟ ଢୋଲକିଆଙ୍କ ପ୍ରଚାର ମଧ୍ୟ କରିଥିଲେ। ଯାହା ଏକେ ଯାହା ଏକ ତାଙ୍କ ବିରୋଧରେ ତୁରନ୍ତ ତଦନ୍ତ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ତେବେ ସିଓ ଏହି ମାମଲାର ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ବିଜେଡି ସୂତ୍ରରୁ ଜଣାପଡ଼ିଛି। ପରବର୍ତ୍ତୀ ଖବର, ଖାକି ଡ୍ରେସରେ ମଦ୍ୟପାନ ପଡ଼ିଲା ମହଙ୍ଗା। ଦୁଇ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ ହୋଇଛି। ତେବେ ଖାକି ଡ୍ରେସରେ ମଦ୍ୟପାନ କରି ସର୍ବସାଧାରଣରେ ଗାଳି ଗୁଲଜ କରିବା ପଡ଼ିଲା ମହଙ୍ଗା। ଦୁଇ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କଲେ ନୟାଗଡ଼ ଏସ୍ପି ଏସ୍ ସୁଶ୍ରୀ। ନିଲମ୍ବିତ ଦୁଇ ପୋଲିସ କର୍ମଚାରୀ ହେଉଛନ୍ତି ନୟାଗଡ଼ ସଦର ଥାନାର ଏଏସ୍ଆଇ ପ୍ରବାସ ଶବର ଏବଂ କନେଷ୍ଟବଳ ପ୍ରସନ୍ନ ପ୍ରଧାନ। ଖବର ଅନୁଯାୟୀ ଦୁଇ ପୋଲିସ କର୍ମଚାରୀ ଶନିବାର ଦିନ ମଦ୍ୟପାନ କରି ସଦର ଥାନା ରାସ୍ତାରେ ଲୋକଙ୍କୁ ଗାଳି ଗୁଳଜ କରିଥିଲେ। ପରେ ଜଣେ ଦୋକାନରେ ବେହୋସ ହୋଇ ଶୋଇପଡ଼ିଥିବା ଅନ୍ୟ ଜଣେ ବାଇକ୍ ଉପରେ ବେହୋସ ହୋଇ ଶୋଇପଡ଼ିଥିଲେ। ଏହି ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଉଭୟ ପୋଲିସ କର୍ମଚାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ସୋସିଆଲ ମିଡ଼ିଆ ଏକ୍ସ ମାଧ୍ୟମରେ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ଗୃହ ବିଭାଗ। ନିର୍ଦ୍ଦେଶ ପରେ ଆଜି ନୟାଗଡ଼ ଏସ୍ପି ଏସ୍ ସୁଶ୍ରୀ ଉଭୟଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ଜଣାପଡ଼ିଛି। ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଇଟାମାଟି ଥାନା ଏଏସ୍ଆଇ ଦଣ୍ଡପାଣି ଦାସ ଥାନା ପରିସରରେ ମଦ୍ୟପାନ କରି ଅଭିଯୋଗ ଆସିବା ପରେ ଅଗଷ୍ଟ 23ରେ ତାଙ୍କୁ ମଧ୍ୟ ନୟାଗଡ଼ ଏସ୍ପି ନିଲମ୍ବିତ କରିଥିଲେ। ସରକାର ଏପଟେ କହିଛନ୍ତି, ଯେଉଁ ସରକାରୀ କର୍ମଚାରୀ କାର୍ଯ୍ୟରେ ବିଳମ୍ବ କରିବ ବା କାର୍ଯ୍ୟରେ ଏପଟ ସେପଟ କରିବ ବା ମଦ୍ୟପାନ କରିବ, ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଖବର, ମା କାଳୀଙ୍କ ପୂଜା ପାଇଁ ଉତ୍ସବ ମୁଖର ଯାଜପୁର। ସହର 42ଟି ମଣ୍ଡପରେ ପୂଜା ପାଉଛନ୍ତି ମା। ବିଶେଷ କରି କାଳୀ ପୂଜାରେ ଏଥର ନୂତନ ନିୟମ ମଧ୍ୟ ଲାଗି ରହିଛି। ତେବେ କୁହାଯାଉଛି ମଦ୍ୟପାନ ସମ୍ପୂର୍ଣ୍ଣ ନିଷେଧ। ସହରରେ 42ଟି ମଣ୍ଡପରେ ପୂଜା ପାଉଛନ୍ତି ମା କାଳୀ ଓ ଲକ୍ଷ୍ମୀ ନାରାୟଣ। ଉଚ୍ଚ ତୋରଣ ରଙ୍ଗୀନ ଆଲୋକମାଳାରେ ଝଲସି ଉଠିଛି ପୁରା ସହର। ସନ୍ଧ୍ୟାରେ ମାଙ୍କ ଦର୍ଶନ ପାଇଁ ଭିଡ଼କୁ ଦୃଷ୍ଟିରେ ରଖି ସହରକୁ ଭାରୀ ଯାନ ଏବଂ ଚାରିଚକିଆ ଯାନ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ବିଳମ୍ବିତ ରାତିରେ ମାଙ୍କ ପୂଜା ମଧ୍ୟ ଆରମ୍ଭ ହୋଇଥିଲା। ତେବେ ବିଶେଷ କରି କୁହାଯାଉଛି ଯେ ସହରର କିଆନାଳି ଛକ ଏବଂ ହରପାର୍ବତୀ ଛକ, ବଡ଼ ବଜାରଠୁ ଆରମ୍ଭ କରି ସବୁଆଡ଼େ କାଳୀପୂଜା ଧୁମଧାମରେ ପାଳନ ହେଉଛି। ଆଗାମୀ 10 ଦିନ ପର୍ଯ୍ୟନ୍ତ ପ୍ରତ୍ୟେକ ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଯେଉଁଥିରେ ରାଜ୍ୟ ତଥା ରାଜ୍ୟ ବାହାର କଳାକାର ସାମିଲ ହେବେ। ଚଳିତ ବର୍ଷ ଡିଜେ ବାଜିବ ଏବଂ ମଦ କାରବାର ସମ୍ପୂର୍ଣ୍ଣ ମଧ୍ୟ ବନ୍ଦ ରହିଛି, ଏନେଇକି ମଧ୍ୟ ସରକାର କହିଛନ୍ତି। ଖବର, ମାନୁନି ଇସ୍କନ, ପୁନର୍ବାର ଇସ୍କନ କର୍ତ୍ତୃପକ୍ଷକୁ ଚିଠି ଲେଖିଲେ ଗଜପତି ଦିବ୍ୟ ସିଂ ଦେବ। ବିଶେଷ କରି ଗଜପତି ଦିବ୍ୟ ସିଂ ଦେବ ପୁନର୍ବାର ଇସ୍କନ କର୍ତ୍ତୃପକ୍ଷକୁ ଚିଠି ଲେଖିଛନ୍ତି। ଇସ୍କନ ନିଜ ସିଦ୍ଧାନ୍ତରେ ପୁନର୍ବିଚାର କରିବା ପାଇଁ ଏବଂ ପବିତ୍ର ଶାସ୍ତ୍ର ପୁରାତନ ରୀତିନୀତିର ସମ୍ମାନ ରଖି ଆଷାଢ଼ ଶୁକ୍ଳ ଦ୍ୱିତୀୟା ତିଥିରୁ 9 ଦିନ ମଧ୍ୟରେ ରଥଯାତ୍ରା ପାଳନ କରିବା ପାଇଁ ଦିଗ୍ଦର୍ଶନ ଦେଇଛନ୍ତି। ଇସ୍କନରୁ ଗଜପତିଙ୍କ ଚିଠି ନେଇ ଶ୍ରୀ ଗଜପତି ମହାରାଜଙ୍କ ବ୍ୟକ୍ତିଗତ ସଚିବ ରାଧାକୃଷ୍ଣ ପଣ୍ଡା ମଧ୍ୟ ଗଣମାଧ୍ୟମକୁ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି। ଶ୍ରୀ ପଣ୍ଡା ବିଜ୍ଞପ୍ତିରେ କହିଛନ୍ତି ଯେ ଶ୍ରୀ ଗଜପତି ମହାରାଜ ନିର୍ଦ୍ଦେଶ ଅନୁସାରେ ଆମେ ଆପଣଙ୍କୁ ସୂଚନା ଦେଉଛୁ ଯେ ସେପ୍ଟେମ୍ବର 6 ତାରିଖରେ ଗଜପତି ମହାରାଜ ପଶ୍ଚିମବଙ୍ଗରେ ଅବସ୍ଥିତ ମାୟାପୁର ଇସ୍କନ
ଇସ୍କନ ଗଭର୍ଣ୍ଣିଂ ବଡି କମିଶନର ଅଧ୍ୟକ୍ଷ ଗୋବର୍ଦ୍ଧନ ଦାସଙ୍କୁ ଜଣାଇଥିଲେ। ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଚୂଡ଼ାନ୍ତ ନିଷ୍ପତ୍ତି କ୍ରମେ ବିଶ୍ୱର ବିଭିନ୍ନ ଦେଶରେ ଅବସ୍ଥିତ। ଇସ୍କନ ମନ୍ଦିର ମାନେ ଶାସ୍ତ୍ର ଓ ପାରମ୍ପରିକ ରୀତିରେ ନିର୍ଦ୍ଦିଷ୍ଟ ତଥ୍ୟ ଅନୁଯାୟୀ ଜଗନ୍ନାଥ ମହାପ୍ରଭୁଙ୍କର ସ୍ନାନଯାତ୍ରା ଓ ରଥଯାତ୍ରା ପାଳନ କରିବା ଦରକାର। ମନ ଇଚ୍ଛା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ପୂର୍ବରୁ କୁହାଯାଇଥିଲା। ତଥାପି ନ ମାନି ଏମିତି ସବୁ କାମ ହୋଇଛି। ପରବର୍ତ୍ତୀ ଖବର, ଲଘୁଚାପ ଜନିତ ପ୍ରବଳ ବର୍ଷା ପାଇଁ ଜିଲ୍ଲା ପ୍ରଶାସନକୁ ଆଲର୍ଟ କଲେ ରାଜ୍ୟ ସରକାର। ବିଦେଶୀ ପାଣିପାଗ ମଡେଲ ଓ ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନକୁ ନଜର ରଖି ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଆରମ୍ଭ କରିଛନ୍ତି। ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ କହିଛନ୍ତି। ବାତ୍ୟା ନେଇକି ଆମେରିକାର ଏକ ସଂସ୍ଥା ମଧ୍ୟ ଆକଳନ କରୁଛି, କିନ୍ତୁ ଭାରତୀୟ ପାଣିପାଗ ସଂସ୍ଥା କେବଳ ବର୍ଷା ହେଉ ବୋଲି ବର୍ତ୍ତମାନ ସୁଦ୍ଧା ଆକଳନ କରିଛି। ସେପଟେ ବାତ୍ୟାକୁ ନେଇ କୌଣସି ପ୍ରକାର ଭାରତୀୟ ପାଣିପାଗ କହିନାହିଁ। ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଦକ୍ଷିଣ ଓଡ଼ିଶାରେ ବର୍ଷା ଅଧିକ ହେବାର ସମ୍ଭାବନା ଅଛି। ସେପଟେ ମଧ୍ୟ ରାଜ୍ୟର କିଛି କିଛି ଜିଲ୍ଲାରେ ଶୀତ ମଧ୍ୟ ପଡ଼ିଲାଣି। ପାଗ ଶୁଖିଲା ଦେଖାଉଛି। ତଥାପି ଏବେ କୁହାଯାଉଛି ଯେ ଆଗକୁ ପ୍ରବଳ ବର୍ଷା ଅଛି, ତେଣୁ ଦକ୍ଷିଣ ଓଡ଼ିଶାକୁ ରେଡ୍ ଆଲର୍ଟ ରଖାଯାଇଛି। ସେହିପରି ଉପକୂଳ ଜିଲ୍ଲାଗୁଡ଼ିକ ଅରେଞ୍ଜ ଆଲର୍ଟରେ ରହିଛି। ବର୍ଷା ଅଧିକ ପରିମାଣରେ ହେବା ଦ୍ୱାରା ଜିଲ୍ଲା ପ୍ରଶାସନ ଆଲର୍ଟରେ ରଖାଯାଇଛି। ଏନେଇକି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଓଡ଼ିଶାକୁ କୌଣସି ପ୍ରକାର ବାତ୍ୟା ନେଇକି ସୂଚନା ଆସିନାହିଁ। ପରବର୍ତ୍ତୀ ଖବର, ଦୀପାବଳିରେ ଗ୍ୟାସ୍ ଚାମ୍ବର ବନିଲା ରାଜଧାନୀ ଦିଲ୍ଲୀ। ଆପଣମାନେ ଜାଣିଥିବେ ପ୍ରବଳ ବାଣ ଫୁଟାଇବା ଦ୍ୱାରା ଚାରିଆଡ଼େ ଧୂଆଁ ହୋଇଯାଇଥିଲା ସହର। ବିଶେଷ କରି ଦିଲ୍ଲୀରେ ଲୋକମାନେ ନିଜକୁ ଦେଖିପାରୁନଥିଲେ। 200 ମିଟର ପର୍ଯ୍ୟନ୍ତ ପାଖାପାଖି ସବୁକିଛି ଝାପ୍ସା ଦେଖାଯାଉଥିଲା। ପ୍ରବଳ ବାଣ ଫୁଟାଇବା ଯୋଗୁଁ ଦିଲ୍ଲୀରେ ଏପର୍ଯ୍ୟନ୍ତ ମଧ୍ୟ ଧୂଆଁ ଧୂଆଁ ହୋଇକି ଅଛି। ଦିଲ୍ଲୀର ଏନସିଆରରେ ଅତି ସାଂଘାତିକ ପରିସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ 531କୁ ଖସିଥିବା ବେଳେ ଗାଜିଆବାଦ ନରେଲା ଅଞ୍ଚଳରେ ଏକ୍ୟୁଆଇରେ ମଧ୍ୟ 551 ପହଞ୍ଚିଛି। ସ୍ଥିତି ଏମିତି ହୋଇଛି ଯେ ରାସ୍ତାକୁ ବାହାରିଲେ ଆଖି ପୋଡୁଛି। ଏପରିକି ନିଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ ଲୋକଙ୍କ ସମସ୍ୟା ହେଉଛି। ଅଶୋକ ବିହାରରେ ମଧ୍ୟ ଏକ୍ୟୁଆଇ ଏବେ 493, ଆନନ୍ଦ ବିହାରରେ 394, ପାଖାପାଖି ସବୁଠି ଏବେ 350 ଉପରେ ଅଛି। ଅକ୍ଟୋବର 15ରେ ଦିଲ୍ଲୀ ଏନସିଆର ଅଞ୍ଚଳରେ ସୁପ୍ରିମକୋର୍ଟ ସବୁଜ ବାଣ କିଣିବାକୁ ବିକିବାକୁ ମଧ୍ୟ ଅନୁମତି ଦେଇଥିଲେ। କିନ୍ତୁ ସକାଳ 6ଟାରୁ 7ଟା, 8ଟାରୁ 10ଟା ବାଣ ଫୁଟାଇବା ପାଇଁ ଅନୁମତି ଥିଲା। ମାତ୍ର ଉଲ୍ଲଂଘନ କରି ବିଳମ୍ବିତ ରାତି ବାଣ ଫୁଟାଇବା ଯୋଗୁଁ ଏମିତି ହୋଇଛି। ଏପର୍ଯ୍ୟନ୍ତ 2 ଦିନ ବିତିଲା ପରେ ମଧ୍ୟ ଏବେ ଖସିବାର ନାଁ ନେଉନାହିଁ। ପରବର୍ତ୍ତୀ ଖବର ରହୁଛି, ଦୀପାବଳି ବୋନସ ଦେଲାନି କମ୍ପାନୀ। ତେଣୁକରି ଆଗ୍ରା ଲକ୍ଷ୍ନୌରେ ଏକ୍ସପ୍ରେସ ୱାଇ ଟୋଲ ଗେଟ୍ ଖୋଲିଦେଲେ କର୍ମଚାରୀ। 30 ଲକ୍ଷ ଟଙ୍କା ଚାହୁଁ ଚାହୁଁ ମଧ୍ୟ କ୍ଷତି ହୋଇଗଲା। ଉତ୍ତରପ୍ରଦେଶର ଫତେହାବାଦ ଟୋଲ ଟ୍ୟାକ୍ସ କର୍ମଚାରୀମାନେ ଅଭାବନୀୟ କାଣ୍ଡ କରିଛନ୍ତି। ଦୀପାବଳି ବୋନସ କମ୍ ପାଇବା ପରେ ଏବେ ଟୋଲ ଗେଟ୍ ଖୋଲି ଦେଇଛନ୍ତି କର୍ମଚାରୀ। ଫଳରେ ଟୋଲ କମ୍ପାନୀର 30 ଲକ୍ଷ ଟଙ୍କା କ୍ଷତି ସହିଛି। ଦୀପାବଳି ଅବସରରେ କମ୍ ବୋନସ ମିଳିଥିବାରୁ ଏବେ କର୍ମଚାରୀ ନିରାଶ ହୋଇଥିଲେ। ତେଣୁ ବୋନସ ପାଇବା ପରେ ଶନିବାର ଦିନ ରାତିରେ ଟୋଲ ଗେଟ୍ ମଧ୍ୟ ଖୋଲି ଦେଇଥିଲେ। ତାପରେ ଧୀରକୁ ଧୀର ଏବେ ହିସାବ କଲା ପରେ ଜଣାପଡ଼ିଲା ଯେ 25ରୁ 30 ଲକ୍ଷ ଟଙ୍କା କ୍ଷତି ସହିଛି। ପ୍ରାୟ 2 ଘଣ୍ଟା ଟୋଲ ଆଦାୟ ମଧ୍ୟ ବନ୍ଦ ରହିଥିଲା। ମ୍ୟାନେଜରକୁ ପ୍ରଥମେ କର୍ମଚାରୀଙ୍କୁ ବୁଝାଇବା ପାଇଁ ଚେଷ୍ଟା କଲେ, କିନ୍ତୁ ସେ ମନା କରିଥିଲେ। ପରେ ଘଟଣାସ୍ଥଳରେ ପୋଲିସ ମଧ୍ୟ ପହଞ୍ଚିଥିଲା। ତାପରେ ସବୁକିଛି ରଫା ଦଫା ହୋଇଥିଲା। ବଦ୍ରିନାଥ ଧାମରେ ଆଜି ଆଡମ୍ବର ସହିତ ପ୍ରସ୍ତୁତି ଆରମ୍ଭ ହୋଇଛି। ସ୍ଥାନୀୟ ଲୋକ ଓ ଭକ୍ତମାନେ ମନ୍ଦିର ପରିସରରେ ଦୀପ ଜାଳି ଏହି ପର୍ବ ମଧ୍ୟ ପାଳନ କରିଛନ୍ତି। ଧର୍ମାଧିକାରୀ ରାଧାକୃଷ୍ଣ ଥାପଲିଆଲ କହିଛନ୍ତି, ସାଜସଜ୍ଜାରେ ବଦ୍ରିନାଥ ଧାମ ଝଲସି ଉଠିଥିବାକୁ ଦେଖିବାକୁ ମିଳୁଛି, ଯାହା ସମସ୍ତଙ୍କୁ ଆକର୍ଷିତ ମଧ୍ୟ କରିଛି। ଏହି ଅବସରରେ ମନ୍ଦିର ପରିସରରେ ଆଧ୍ୟାତ୍ମିକ ପରିବେଶକୁ ଆହୁରି ବୃଦ୍ଧି କରୁଛି। ଏହାରି ମଧ୍ୟରେ ସମସ୍ତ ଭକ୍ତ ଶାନ୍ତ ଓ ସ୍ୱର୍ଗରେ ଥିବା ଭଳି ମନେ ହେଉଛି ବୋଲି ଭକ୍ତମାନେ ନିଜେ କହୁଛନ୍ତି। ପରବର୍ତ୍ତୀ ଖବର, ଜନଗଣନା ପାଇଁ କେନ୍ଦ୍ର ସରକାରଙ୍କର ପ୍ରସ୍ତୁତି। ଏସବୁ ତଥ୍ୟ ଦାଖଲ କରିବା ପାଇଁ ନିର୍ଦ୍ଦେଶ। କେନ୍ଦ୍ର ସରକାର ଜନଗଣନା 2027 ପାଇଁ ପ୍ରକ୍ରିୟା ଆରମ୍ଭ କଲେଣି। ନାଗରିକମାନେ ନଭେମ୍ବର 1ରୁ 7 ମଧ୍ୟରେ ଡିଜିଟାଲ ମାଧ୍ୟମରେ ନିଜର ବ୍ୟକ୍ତିଗତ ତଥ୍ୟ କରିପାରିବେ ବୋଲି ଘୋଷଣା କରାଯାଇଛି। ଶୁକ୍ରବାର ଦିନ ଜାରି ହୋଇଥିବା ଏକ ଗେଜେଟେଡ୍ ବିଜ୍ଞପ୍ତିରେ ମଧ୍ୟ କୁହାଯାଇଛି। ବିଶେଷ କରି କୁହାଯାଇଛି ଯେ ଏହିଥିରେ 2027ର ପ୍ରଥମ ପର୍ଯ୍ୟାୟରେ ଗୃହ ତାଲିକା ଆଉ ଗୃହ ଜନଗଣନାର ପ୍ରାକ୍ ପ୍ରକ୍ରିକରଣ ପ୍ରି ଟେଷ୍ଟ ନଭେମ୍ବର 10ରୁ 30, 2025 ମଧ୍ୟରେ ସମସ୍ତ ରାଜ୍ୟ କେନ୍ଦ୍ରଶାସିତ ଅଞ୍ଚଳର ନିର୍ଦ୍ଦିଷ୍ଟ ନମୁନା ଅଞ୍ଚଳରେ କରାଯିବ। ଏହି ପରୀକ୍ଷଣ ଗୃହ ମନ୍ତ୍ରଣାଳୟ ଜନଗଣନା ଆଇନ 1948 ଧାରା 17A ଅଧୀନରେ ସମ୍ପ୍ରସାରିତ ରହିଛି।
ପରବର୍ତ୍ତୀ ଖବର ହେଉଛି କଳିଙ୍ଗ ବାଲିଯାତ୍ରା ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ। ଶିଳ୍ପପତି ସମ୍ପଦ ସ୍ୱାଇଁ ମଙ୍ଗଳବାର ଦିନ ଏକ ବଡ଼ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପାରାଦୀପ କଳିଙ୍ଗ ବାଲିଯାତ୍ରାର ଉଦ୍ଘାଟନ କରିବେ ବୋଲି ସୂଚନା ଦେଇଛନ୍ତି। ନଭେମ୍ବର 4ରୁ 10 ଯାଏଁ କଳିଙ୍ଗ ବାଲିଯାତ୍ରା ଅନୁଷ୍ଠିତ ହେବ। ଏନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଉଦ୍ଯାପନୀ ଉତ୍ସବରେ ମଧ୍ୟ ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ପରବର୍ତ୍ତୀ ଖବର ହେଉଛି 195 କୋଟି ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। ଗ୍ରାମାଞ୍ଚଳର ସୁଶାସନକୁ ଆହୁରି ଦକ୍ଷ ଓ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନଠାରେ ଆଭାସୀ ମାଧ୍ୟମରେ ରାଜ୍ୟରେ 471 ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଭୂମି ପୂଜନ ଓ ଅନ୍ତୋଦୟ ଗୃହ ଯୋଜନାର ପ୍ରଥମ କିସ୍ତି ବଣ୍ଟନ କରିଛନ୍ତି। ନୂଆପଡ଼ା କଳାହାଣ୍ଡି ବ୍ୟତୀତ ରାଜ୍ୟର 28ଟି ଜିଲ୍ଲାରେ 471 ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ସହିତ 48,693 ହିତାଧିକାରୀଙ୍କୁ ଅନ୍ତୋଦୟ ଗୃହ ଯୋଜନାର ପ୍ରଥମ କିସ୍ତି ବାବଦରେ 40,000 ଟଙ୍କା ଲେଖାଏଁ ପ୍ରଦାନ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗରିବ ଲୋକଙ୍କ ବାସଗୃହ ଚଳିତ ବର୍ଷ ମାର୍ଚ୍ଚ 30ରେ ଆମ ସରକାର ଅନ୍ତୋଦୟ ଗୃହ ଯୋଜନା ଶୁଭାରମ୍ଭ କରିଥିଲେ। ଏହି ଯୋଜନାରେ 2024-25 ଏବଂ 27-28 ଆର୍ଥିକ ବର୍ଷ ମଧ୍ୟରେ 7,550 କୋଟି ଟଙ୍କା ବ୍ୟୟ ବରାଦ ମଧ୍ୟ ହୋଇଛି। ଏଥିରେ 5 ଲକ୍ଷ ଘର ମଧ୍ୟ ନିର୍ମାଣ କରାଯିବ ବୋଲି କୁହାଯାଇଛି। ପରବର୍ତ୍ତୀ ଖବର ରହୁଛି ବନ୍ଧୁତାର ହାତ ବଢ଼ାଇ ଭାରତକୁ ଝଟକା ଦେଲା ଚୀନ। ଏହି ମାମଲାରେ WTOକୁ କଲା ଅଭିଯୋଗ। ପଡ଼ୋଶୀ ଚୀନ ଭାରତକୁ ଆଉ ଏକ ଝଟକା ଦେଇଛି। ତେବେ ଆମେରିକାର ଉଚ୍ଚ ଶୁଳ୍କ ପରେ ଭାରତ ବୈଦ୍ୟୁତିକ ଯାନବାହନ ଓ ବ୍ୟାଟେରୀ ଉପରେ ନୂଆଦିଲ୍ଲୀର ସବସିଡି ସମ୍ପର୍କରେ ବିଶ୍ୱ ବାଣିଜ୍ୟ ସଂଗଠନରେ ଅଭିଯୋଗ କରିଛି। ଚୀନ ଭାରତର ପ୍ରୋତ୍ସାହନ ଯୋଜନା ଉପରେ ଆପତ୍ତି କରିଛି। ଏଥିରେ ଉତ୍ପାଦନ ଆଧାରିତ ପ୍ରୋତ୍ସାହନ PLE ଯୋଜନା, ନ୍ୟାସନାଲ ପ୍ରୋଗ୍ରାମ ଫର ଆଡଭାନ୍ସ କେମିଷ୍ଟ୍ରି ସେଲ୍ ବା SEC, ବ୍ୟାଟେରୀ ଷ୍ଟୋରେଜ ଏବଂ ମୋଟର ଯାନ ଏବଂ ଏହାର ଉପାଦାନ ପାଇଁ ଉପାଦାନ ପାଇଁ କି ଏଥର PLE ଯୋଜନା ଓ ଭାରତର ବୈଦ୍ୟୁତିକ ଯାତ୍ରୀବାହୀ କାର ନିର୍ମାଣକୁ ପ୍ରୋତ୍ସାହିତ କରିବା ଯୋଜନା ଅନ୍ତର୍ଭୁକ୍ତ। ଚୀନ ବାଣିଜ୍ୟ ମନ୍ତ୍ରଣାଳୟକୁ ଅଭିଯୋଗ କରିଛି ଯେ ଭାରତ ଦ୍ୱାରା ନିଆଯାଇଥିବା ପଦକ୍ଷେପ ଗୁଡ଼ିକ ବିଶ୍ୱ ବାଣିଜ୍ୟ ସଂଗଠନ ବା WTOର ଏବେ ଅନେକ ସର୍ତ୍ତାବଳୀକୁ ଉଲ୍ଲଂଘନ କରେ। ମନ୍ତ୍ରଣାଳୟ ଅନୁଯାୟୀ ଏହି ପଦକ୍ଷେପ ଜାତୀୟ ଉପଚାର ନୀତିକୁ ଉଲ୍ଲଂଘନ କରେ। ଆମଦାନୀ ପ୍ରତିସ୍ଥାପନ ସବସିଡି ଅଧୀନରେ ଆସେ, ଯାହା ବହୁପାକ୍ଷିକ ବାଣିଜ୍ୟ ନିୟମକୁ ସ୍ପଷ୍ଟ ଭାବରେ ନିଷିଦ୍ଧ ବୋଲି ଚୀନ କହିଛି। ପରବର୍ତ୍ତୀ ଖବର ହେଉଛି PM କିଷାନ ଯୋଜନା। ଆଉ ଅଳ୍ପ ଦିନ ମଧ୍ୟରେ 21ତମ କିସ୍ତି ଟଙ୍କା ପାଇବେ ଚାଷୀ ଭାଇ। ତେବେ ଦୀପାବଳି ଅବସରରେ ସେମାନଙ୍କୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧିର 21ତମ କିସ୍ତି ମିଳିବ ବୋଲି କିଛି ଆଲୋଚନା ଚାଲିଥିଲା। ହେଲେ ଦୀପାବଳି ସରିଗଲା, ଚାଷୀମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିଲା ନାହିଁ। ପ୍ରାରମ୍ଭରେ କିସ୍ତି ଦୀପାବଳି ପୂର୍ବରୁ ଆସିବ ବୋଲି ବିଶ୍ୱାସ କରାଯାଉଥିଲା। ଏପର୍ଯ୍ୟନ୍ତ 2,000 ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଜମା ହୋଇନାହିଁ। ଏବେ ଟୋଟାଲ ଦେଶରେ କୋଟି କୋଟି ଚାଷୀ ଅପେକ୍ଷା କରିଛନ୍ତି PM କିଷାନ ଟଙ୍କା କେବେ ମିଳିବ। ତେବେ 20ତମ କିସ୍ତି ମଧ୍ୟ କେତେ ଜଣଙ୍କୁ ମଧ୍ୟ ମିଳିନାହିଁ, ଯାହାଫଳରେ ସେମାନଙ୍କୁ KYC କରିବା ପାଇଁ ମଧ୍ୟ କୁହାଯାଇଛି। ତେବେ ବିଶେଷ କରି କୁହାଯାଉଛି ନଭେମ୍ବର 1ରୁ 5 ତାରିଖ ମଧ୍ୟରେ 21ତମ କିସ୍ତି ସ୍ଥାନାନ୍ତରିତ କରିପାରନ୍ତି। ତଥାପି କୌଣସି ପ୍ରକାର ସରକାରୀ ଅପଡେଟ୍ ଏପର୍ଯ୍ୟନ୍ତ ଆସିନାହିଁ। ପରବର୍ତ୍ତୀ ଖବର ହେଉଛି ସୁଭଦ୍ରା ଟଙ୍କାକୁ ନେଇକି ବଡ଼ ଅପଡେଟ୍। ଏମାନଙ୍କୁ ମିଳିବ ନାହିଁ ସୁଭଦ୍ରା ଟଙ୍କା। ରାଜ୍ୟ ସରକାର ବାର୍ଷିକ 18,000 ଟଙ୍କା ଏଠାରୁ ଅଧିକ ବୃତ୍ତି ଆକାରରେ ସହାୟତା ପାଉଥିବା ସମ୍ପୃକ୍ତ ଛାତ୍ରୀ ସୁଭଦ୍ରା ଯୋଜନାରେ ଅଯୋଗ୍ୟ ଘୋଷଣା ହେବେ। ଏନେଇକି ମହିଳା ଓ ଶିଶୁ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ଅନୁସୂଚିତ ଜାତି ଜନଜାତି ବିଭାଗକୁ ଚିଠି ଲେଖିଛି। ଛାତ୍ରୀଙ୍କୁ ଯେଉଁ ଛାତ୍ରବୃତ୍ତି ରାଶି ପ୍ରଦାନ କରାଯାଉଛି ତାହା କେବଳ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟରେ ବ୍ୟୟ ହେଉଛି। ହେଲେ ଏହାକୁ ଅତିରିକ୍ତ ଅର୍ଥ ସହାୟତା ଭାବେ ହିସାବକୁ ନିଆଯାଇ ପାରୁନାହିଁ। ଏନେଇକି ବିସ୍ତୃତ ଭାବେ ଯାଞ୍ଚ କରି ତଥ୍ୟ ଦେବାକୁ ଦୁଇଟି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା ନିର୍ଦ୍ଦିଷ୍ଟ ଫର୍ମାଟରେ 2023-24-25 ଆର୍ଥିକ ବର୍ଷରେ କେଉଁ ଛାତ୍ରୀ ବାର୍ଷିକ 18,000 ଟଙ୍କାରୁ ଅଧିକ ଛାତ୍ରବୃତ୍ତି ପାଇଛନ୍ତି ତାର ସମସ୍ତ ତଥ୍ୟ ପ୍ରଦାନ ଲାଗି ବିଭାଗଗୁଡ଼ିକ କୁହାଯାଇଛି। ସୁଭଦ୍ରା ଉପରେ ପ୍ରଥମ ରାଜ୍ୟସ୍ତରୀୟ ପରିଚାଳନା ଏବଂ ତଦାରଖ କମିଟି ବୈଠକ ପରେ ମହିଳା ଓ ଶିଶୁ ବିଭାଗର ପକ୍ଷରୁ ସୂଚନା ଦେଇଛି। ତେବେ ଯେଉଁମାନଙ୍କୁ 60 ବର୍ଷ ପ୍ରାପ୍ତ ହୋଇଛି ସେମାନେ ବାର୍ଦ୍ଧକ୍ୟ ପେନସନ ପାଇଁ ଆବେଦନ କରିପାରିବେ। ସେମାନଙ୍କ ନାଁ ମଧ୍ୟ ସୁଭଦ୍ରାରୁ ବାଦ୍ ପଡ଼ିଛି ବୋଲି ସୂଚନା ମିଳିଛି। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ସୂଚନା ଦେଇଛନ୍ତି। ପରବର୍ତ୍ତୀ ଖବର ହେଉଛି ସବୁଠୁ ବଡ଼ ଖୁସି ଖବର, ରୂପା 25,000 ଟଙ୍କା କମିଲା। ତେବେ ରୂପା ମୂଲ୍ୟ ଦ୍ରୁତ ଗତିରେ କମିବାରେ ଲାଗିଛି। 6 ଦିନ ଭିତରେ ରୂପାର ମୂଲ୍ୟ 25,000 ଟଙ୍କା କମ୍ ହୋଇଛି। ସେଥିରୁ 2 ଦିନ ଥିଲା ଛୁଟି, ଅର୍ଥାତ୍ 4ଟି କାରବାର ଦିନରେ ରୂପା ଏଭଳି ହ୍ରାସ ପାଇଛି ଯାହା ସମସ୍ତେ ଖୁସି ହୋଇଯାଉଛନ୍ତି। ଭୁବନେଶ୍ୱର ରୂପା କେଜି ମଙ୍ଗଳବାର ଦିନ 8,000 ଟଙ୍କା ହ୍ରାସ ପାଇ ସିଧା 1,82,000 ଟଙ୍କା ହୋଇଛି। ତେବେ ବିଶେଷ କରି କୁହାଯାଉଛି ଯେ ରବିବାର ସୋମବାର ଛୁଟି ହୋଇଥିବାରୁ ଏବେ କୌଣସି ପରିବର୍ତ୍ତନ ହୋଇନାହିଁ। ଏବେ ବଜାରରେ
ମୂଲ୍ୟ ଚଳିତ ବର୍ଷ 15ରେ ରୂପା କେଜି ସର୍ବୋଚ୍ଚ 2,07,000 ଟଙ୍କାକୁ ବୃଦ୍ଧି ପାଇଥିଲା। ତା ପରଠାରୁ ସେଥିରେ ଲଗାତାର ଭାବେ ହ୍ରାସ ଘଟିଛି। କେବଳ ଧନତେରସ ଦିନ ରୂପା କେଜି 13,000 ଟଙ୍କା ଶସ୍ତା ହୋଇଥିଲା। ରୂପାର ଚାହିଦା ବଢ଼ିବାରୁ ତାହାର ମଧ୍ୟ ଦାମ ବଢ଼ୁଥିଲା। ଦରର ହ୍ରାସ ଆଗାମୀ ଦିନରେ ମଧ୍ୟ ଆହୁରି ଆଶା କରାଯାଉଛି। ରୂପା ନୁହେଁ, କେବଳ ସୁନା ଦର ମଧ୍ୟ ହ୍ରାସ ପାଇବାରେ ଲାଗିଛି। 22 କ୍ୟାରେଟ ସୁନା 10 ଗ୍ରାମ ପିଛା ଏବେ 100 ଟଙ୍କା କମିଛି। ତା ସହିତ ମଧ୍ୟ 24 କ୍ୟାରେଟ 110 ଟଙ୍କା କମିଛି। ତେବେ ଇଏ ଥିଲା ଆଜିର ଦେଶ ବିଦେଶ ରାଜ୍ୟର ଖବର। ଖବରଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ଜୟ ଜଗନ୍ନାଥ।